शाकया अमृतं जेनं तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमो सरस्वती देवी गौरवाणी प्रचारिणे निर्विशेषा शून्यवादी असत्यदेशा तारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरी भक्त वृंद। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्ण। आज आम पाठ करवा अध्याय 2 श्लोक नंबर 6। न चैतो दीप्तं कतरो न गरिवो जद्वा जय मे जदिबा न जययु जाने विहत्वा न जिजीविषामस् ते वस्थिता प्रमुखे धातराष्ट्रा। এই ଶ୍ଳୋକରେ କଣ ହେଇଛି ନା ଅର୍ଜୁନ କିଛି ଡିସିସନ ନେଇ ପାରୁନାହାନ୍ତି। ଏଇଠି ତାଙ୍କର ଦିଟା ସମସ୍ୟା ତାଙ୍କ ମନ ଭିତରେ ଆସିଛି। ଗୋଟେ ହଉଛି ଯୁଦ୍ଧ କରିବା, ଆଉ ଗୋଟେ ହଉଛି ଯୁଦ୍ଧ କଲେ କଣ ହବ। ଯଦି ସେ ଅର୍ଜୁନ ମନରେ ଚିନ୍ତା हरे कृष्ण କରୁଛନ୍ତି। ब्रो। हरे हरे कृष्ण प्रभुपादଙ୍କର ଭାବାର୍ଥ ପଢିସାର। ପ୍ରଭୁପାଦଙ୍କର ଅନୁବାଦ ଭାବାର୍ଥ ପଢ, ତାପରେ ତୁମେ ସେୟାର କର। ଯୁଦ୍ଧରେ ସେମାନଙ୍କୁ ଜିଣିବା ବା ସେମାନଙ୍କ ଦ୍ୱାରା ବିଜିତ ହେବା ଆମମାନଙ୍କ ପକ୍ଷରେ ଭଲ ଆମେ ଜାଣୁନାହୁଁ। ଯାହାକୁ ହତ୍ୟା କରି ନିଜେ ବଞ୍ଚିବାକୁ ଆମେ ମଧ୍ୟ ଚାହୁଁନାହୁଁ। ଏଇ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ବର୍ତ୍ତମାନ ଆମ୍ଭମାନଙ୍କ ସମ୍ମୁଖରେ ଏକ ଯୁଦ୍ଧ କ୍ଷେତ୍ରରେ ଦଣ୍ଡାୟମାନ। हरे कृष्ण प्रभु। प्रभु भावार्थ टोटाल पढ़िबो ना ଏବେ एक्सप्लेन କରିଦେବୁ? ଶୁଭୁନି ପ୍ରଭୁ। ଭାବାର୍ଥ ବି ପଢ, ଟାଇମ ଅଛି ତୁମ ପାଖରେ। ଭାବାର୍ଥରେ ପ୍ରଭୁପାଦ ଏକ୍ସପ୍ଲେନ କରୁଛନ୍ତି କଣ କରିବାକୁ ହେବ। ଅର୍ଜୁନ କିଛି ଜାଣି ପାରୁନଥିଲେ। ଯଦିଓ କ୍ଷତ୍ରିୟର ଧର୍ମ ହେଉଛି ଯୁଦ୍ଧ କରିବା, ତଥାପି ସେ ଠିକ କରିପାରୁନଥିଲେ। ସେ ଯୁଦ୍ଧରେ କଣ କରି ବସିବେ? ଯୁଦ୍ଧ କରି ଅଯଥା ହତ୍ୟାକାଣ୍ଡ ସୃଷ୍ଟି କରିବେ, ନା ଯୁଦ୍ଧରେ ନିବୃତ୍ତ ହୋଇ ଭିକ୍ଷା କରି ଜୀବନ ଯାପନ କରିବେ? ଯଦି ସେ ତାଙ୍କର ଶତ୍ରୁମାନଙ୍କୁ ଜୟ ନ କରନ୍ତି, ତାହେଲେ ଭିକ୍ଷା କରି ଜୀବନ ଯାପନ କରିବେ। ତା ପକ୍ଷରେ ଏକମାତ୍ର ଉପାୟ ଅଟେ। ସେ ଯେ ଯୁଦ୍ଧରେ ଜୟଲାଭ କରିବେ ତାଙ୍କର କୌଣସି ନିଶ୍ଚିତ ନଥିଲା, କାରଣ ଯେକୌଣସି ଗୋଟିଏ ଦଳ ଜୟଲାଭ କରିପାରନ୍ତି। ଯଦିଓ ସେମାନଙ୍କର ବିଜୟ ସୁନିଶ୍ଚିତ, ତଥାପି ଯେ ଧୃତରାଷ୍ଟ୍ର ପୁତ୍ରଗଣ ଯୁଦ୍ଧରେ ବିନାଶ ହୁଅନ୍ତି, ତାହେଲେ ସେମାନଙ୍କର ବିରହରେ ଜୀବନ ଧାରଣ କରିବା ବଡ଼ ଦୁର୍ବିଷ ହୋଇପଡ଼ିବ। ଏହି ପରିସ୍ଥିତିରେ ଏହା ସେମାନଙ୍କ ପକ୍ଷରେ ଅନ୍ୟ ଏକ ପ୍ରକାର ପରାଜୟ ଅଟେ। ଅର୍ଜୁନଙ୍କର ଏ ପ୍ରକାର ବିଚାରଧାରାରୁ ପରିଷ୍କାର ଭାବରେ ଜଣାପଡୁଥିଲା ଯେ ସେ ଯେ ଭଗବାନଙ୍କର ଜଣେ କେବଳ ବିଶିଷ୍ଟ ଭକ୍ତ ଥିଲେ ସେତିକି ନୁହେଁ, ସେ ଜଣେ ବିଶିଷ୍ଟ ଜ୍ଞାନୀ ଥିଲେ ଏବଂ ମନ ଇନ୍ଦ୍ରିୟମାନଙ୍କ ଉପରେ ତାଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ଥିଲା। ଯଦି ସେ ଏକ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ, ତଥାପି ସେ ଯେ ଭିକ୍ଷା କରି ଜୀବନ ଯାପନ କରିବେ, ଏ ନିଷ୍ପତ୍ତିରୁ ତାଙ୍କର ତ୍ୟାଗ ବା ଅନାସକ୍ତିର ଲକ୍ଷଣ ସ୍ପଷ୍ଟ ପ୍ରତୀତ ହେଉଥିଲା। ବାସ୍ତବରେ ସେ ଅନେକ ସଦ୍ଗୁଣର ଭୂଷିତ ହେଉଥିଲେ। ନିଜର ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶରେ ତାଙ୍କର ଦୃଢ଼ ବିଶ୍ୱାସ ବା ଆସ୍ଥା ଥିଲା। ଏଥିରୁ ଏହା ସ୍ପଷ୍ଟ ଭାବରେ ଜଣାପଡୁଥିଲା। ଏଥିରୁ ଏହି ସିଦ୍ଧାନ୍ତ ପ୍ରକାଶ ପାଉଛି ଯେ ସେ ମୁକ୍ତି ଲାଭ କରି ହରେ କୃଷ୍ଣ। କାଳିନ୍ଦୀ ପ୍ରଭୁ ତମ ମ୍ୟୁଟ ହେଇଗଲା। ହରେ କୃଷ୍ଣ କାଳିନ୍ଦୀ ପ୍ରଭୁ। ପାର୍ଥିବ ଗୁଣ ଥିଲା, ତା ସହିତ ଏସବୁ ଦିବ୍ୟ ଗୁଣ ମାନ ମଧ୍ୟ ତାଙ୍କର ରହିଥିଲା।
हरे कृष्ण। ଏଠି କହିଛି ନା ଏଠି ଅର୍ଜୁନ କଣ କରିବେ ଜାଣି ପାରୁନାହାନ୍ତି। ଗୋଟିଏ ପଟେ ତାଙ୍କର ଯୁଦ୍ଧ କରିବେ, ଯୁଦ୍ଧ କରି ହତ୍ୟାକାଣ୍ଡ ସୃଷ୍ଟି କରିବେ, ନା ଯୁଦ୍ଧ ଯଦି ନ କରନ୍ତି ତାହେଲେ ଭିକ୍ଷାବୃତ୍ତି କରିବେ। ଏଇ ଦୁଇଟି ଧାରଣାରେ ସେ ପୁରା ମାନେ ପୁରା ଇଏ ହେଇଯାଇଛନ୍ତି। ସେ ଜାଣି ପାରୁନାହାନ୍ତି କୋଉଟା ଠିକ ଆଉ କୋଉଟା ଭୁଲ। ତାପରେ ଯଦି ସିଏ ଯୁଦ୍ଧ ନ କରନ୍ତି, ଯଦି ସେ ଯୁଦ୍ଧରେ ବିଜୟୀ ହୁଅନ୍ତି, ତାହେଲେ ସେ ଅର୍ଜୁନ ଏପଟେ ଭାବୁଛନ୍ତି ଆମେ ଯଦି କୌରବ ମାନଙ୍କୁ ହତ୍ୟା କରି ଆମେ ବିଜୟ ହେଉ, ତଥାପି ସେମାନଙ୍କ ପରାଜୟ ଆମର ଏକ ପରାଜୟ ଭାବରେ ପରାଜୟ ଆମକୁ ସେଇଭଳି ଗୋଟେ ଲାଗିବ। ତାହେଲେ ଆମେ ଏଠି କଣ କରିବୁ? ଏଇ ଦିଟା ଦ୍ୱନ୍ଦାତ୍ମକ ସମସ୍ୟାରେ ସେ ପୁରା ମାନେ ମାନେ ହଇରାଣ ପଡିଛନ୍ତି, କୋଉଟା କରିବେ କୋଉଟା ନ କରିପାରିବେ। ଏପଟେ ଏଇ ଧାରଣାରେ ପ୍ରଭୁପାଦ କହୁଛନ୍ତି ଏଇ ଯୋଉ ଡିସିସନ ଟା ଇନ୍ଦ୍ରିୟ ମାନଙ୍କର ସଂଯୋଗ ଇନ୍ଦ୍ରିୟ ମାନଙ୍କର ସଂଯୋଗ କରି ସେ ଦିଟା ଡିସିସନ ନଉଛନ୍ତି। ମାନେ ଏଠି ସେ ପ୍ରଭୁପାଦ କହୁଛନ୍ତି ଏଇଟା ହଉଛି ଜ୍ଞାନର ଏକ ଧାରା। ମାନେ ଏଇ ସ୍ଥିତିରେ ମାନେ ଜଣେ ଭକ୍ତି ଆଉ ସାଧନ କରିବାକୁ ମାନେ ଅଗ୍ରଗତି କରିପାରିବ। ଏବଂ ଏଠି ପ୍ରଭୁପାଦ ବାଢୁଛନ୍ତି ଏଇ ଭକ୍ତି ମାର୍ଗ ହିଁ ସମସ୍ତଙ୍କର ମାନେ ଭକ୍ତ ପାଖରେ ରହୁ, ଯାହା ଦ୍ୱାରା କି ସେ ଭକ୍ତି ସାଧନ ଆଗକୁ ବଢି ପାରିବ। ଏବଂ ଏଥିରେ ମତେ ଗୋଟେ ମାନେ ମାନେ ଏଥିରେ ମତେ ଗୋଟେ ମାନେ ପ୍ରାସଙ୍ଗିକତା ଆମ ଭକ୍ତ ଜୀବନରେ ବହୁତ ବଡ ଦେଖାଯାଉଛି। ଆମେ ଯେତେବେଳେ ଆମ ଜୀବନରେ ଯେତେବେଳେ ଭକ୍ତି ସାଧନ ଆଗକୁ ବଢୁ, ଆମେ ଦିଟା ସମସ୍ୟାରେ ପଡିଯାଉ। କଣ ନା ଗୋଟେ ସମସ୍ୟା ଆଉ ଯଦି ଆମେ ଯେତେବେଳେ ଭକ୍ତି କରୁ ଆମର ଖାଦ୍ୟ ଅବସ୍ଥା ପ୍ରତି ଗୋଟେ ଅଲଗା ଧାରଣା ଆସିଥାଏ। ଆମେ ଏକ ତାମସିକ ଖାଦ୍ୟ ଉପରେ ରୋକ ଲଗେଇଥାଉ। ତାପରେ ଆମେ ମାନେ ଯୋଉଟା ସାତ୍ଵିକ ଖାଦ୍ୟ ଅଛି ତାକୁ ଆମେ ପ୍ରଦାନ କରିଥାଉ। କିନ୍ତୁ our ପରିବାର ଏହାକୁ କଣ କରେ ନା ମାନେ ଜାଣି ପାରନ୍ତିନି, ଯାହା ଦ୍ଵାରା କି ଆମେ ଦିଟା ଡିସିସନରେ ପଡିଯାନ୍ତି। ଏପଟେ ଆମେ ଭକ୍ତି ସାଧନ ଭଲସେ କରିପାରିବୁ, ନା ଏପଟେ ଘର ପରିବାରର ପରିସ୍ଥିତିରେ ପଡି ଆମେ ତମ ଗୁଣର ଖାଦ୍ୟ ଉପରେ ନିର୍ଭର କରିବୁ। ଏପଟେ ଏକ ବ୍ରହ୍ମଚାରୀଙ୍କ ଇଏରେ ଭକ୍ତି ସାଧନରେ ବି ଗୋଟେ ଅଲଗା ଧାରଣା ଇଏ କଣ ନା ଆମେ ଗୋଟେ ବ୍ରହ୍ମଚାରୀ ଭଲସେ ହେଇପାରିବୁ, ନା ଏପଟେ ଯେମିତି ଶାସ୍ତ୍ର ଅଛି ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ, ସେପଟେ ଧାରଣାରେ ଆମେ ରହି ପରିବାର ସେବା କରିବୁ, ଭଗବତ ଗୀତା ଧାରଣା ରହି ଅହମ୍ ବ୍ରଜ ପଥ ପିତା, ଭଗବାନ ଆମର ପରମ ପିତା, ଆମର ମାତା ଧାତା ପିତା ଜେଜେବାପା ସବୁ। ତାହେଲେ ଆମେ କୋଉଟା କରିବୁ? ଗୋଟେ ଭକ୍ତି ସାଧନ କରିବୁ ନା ପରିବାର ସେବା କରିବୁ? ଏଇଭଳି ଅର୍ଜୁନ ଗୋଟେ ସମସ୍ୟାର ପୁରା ସମ୍ମୁଖୀନ ହେଉଛନ୍ତି। ଏବଂ ଏଭଳି ଡିସିସନ କୁ ପ୍ରଭୁପାଦ ଭଲସେ ଏକ୍ସପ୍ଲେନ କରୁଛନ୍ତି। ଏଇଟା ହିଁ ଗୋଟେ ଜ୍ଞାନର ଗୋଟେ ସଂଯୋଗ, ମାନେ ଭଲସେ ଡିସିସନ କରିପାରୁଛନ୍ତି ଅର୍ଜୁନ କରିପାରୁଛନ୍ତି ବୋଲି ଏଠି ପ୍ରଭୁପାଦ କହୁଛନ୍ତି ଏଇଟା ହଉଛି ମାନେ ମାନେ ଜ୍ଞାନ ଭୂମିକାକୁ ଯିବା ପାଇଁ ଏଇଟା ଗୋଟେ ପୁରା ସୁଗମ ପଥ। ଏବଂ ଗୋଟେ ଭକ୍ତି ରାସ୍ତାକୁ ଯିବା ପାଇଁ ଏଇଟା ରହିବା ଉଚିତ। ଏତିକି ପ୍ରଭୁ। ହରେ କୃଷ୍ଣ। हरे कृष्ण। विशेष धन्यवाद। तुमे यदि तुमरो जहाँ भी कहला ताको समराइज करिवो ताले कौन कहबो तुम? हरे कृष्ण प्रभु, कौन कहले आउ ଥରେ କହିବେ? ଯଦି ତୁମେ ଯାହା ବି କହିଲ ପ୍ରଭୁପାଦଙ୍କ ଭାବାର୍ଥ ଯଦି ସମରାଇଜ କରିବ ତାହେଲେ କଣ କହିବ? ସମରାଇଜ ରେ ଏଠି ମାନେ ଅର୍ଜୁନ ମାନେ ଦିଟା ପୁରା ଦ୍ୱନ୍ଦାତ୍ମକ ପରିସ୍ଥିତିରେ ପଡି ଯାଉଛନ୍ତି। ଯୁଦ୍ଧ କଲେ ଏମିତି ରେଜଲ୍ଟ ପାଇବେ, ଯୁଦ୍ଧ ଯଦି ନ କରିବେ ତାହେଲେ ମାନେ ଏଠି ମାନେ ଯୁଦ୍ଧ ନ କରିବା ଠାରୁ ନ କରିବାକୁ ସେ ଶେଷ ପୁରା ମନେ କରୁଛି। ମାନେ ଭିକ୍ଷାବୃତ୍ତିକୁ ଅଧିକ ପ୍ରୋତ୍ସାହନ ସେ ମନେ ମନେ ଧାରଣା ଦଉଛନ୍ତି ଆଉ। ଠିक ଅଛି। विशेष धन्यवाद कालिंदी प्रभु भाई सुंदर भाବରେ ଉପସ୍ଥାପନା କରିଥିବାରୁ। ତ ୟା ପୂର୍ବରୁ ଆମ ସହିତ ବିଲ୍ଲମଙ୍ଗଳ ଠାକୁର ପ୍ରଭୁ ଅଛନ୍ତି। ତ ପ୍ରଭୁ କିଛି କହିବା ପୂର୍ବରୁ ଆମେ ଅନ୍ୟ ଭକ୍ତମାନଙ୍କ ଠାରୁ ଶ୍ରବଣ କରିବା କଣ କାହାର କିଛି ଅବଜେକ୍ସନ ଅଛି। ସଞ୍ଜୟ ପ୍ରଭୁ ତୁମେ କହିପାରିବ? ଅନମ୍ୟୁଟ ଅଛି, म्यूट ଅଛି। हरि बोल, हरे कृष्ण, दंडवत प्रणाम प्रभु। आज्ञा प्रभु कोउ विषय करे प्रभु? ଆଜିର ଶ୍ଲୋକ ଥିଲା ଭଗବତ ଗୀତା 2.6। आज्ञा ମୁଁ ତ ଏଟା ଟିକେ ପ୍ରଭୁ ଏପର୍ଯ୍ୟନ୍ତ ଯାଇନି, ପଢୁଛି ବର୍ତ୍ତମାନ। ତଥାପି କ୍ଲାସରେ କାଳନ୍ଦୀ ପ୍ରଭୁ ବର୍ତ୍ତମାନ କହିଲେ
ଯେ ଯୁଦ୍ଧରେ ସେମାନଙ୍କୁ ଜିଣିବା, ସେମାନେ ବିଜିତ ହେବା, କେଉଁଟା ଆମ ପାଖରେ ଭଲ ହବ ସେଇଟା ଆମେ ଜାଣୁନାହୁଁ। ଯାହାଙ୍କୁ ହତ୍ୟା କରି ନିଜେ ବଞ୍ଚିବାକୁ ମଧ୍ୟ ଚାହୁଁଛୁ, ସେଇ ଧୃତରାଷ୍ଟ୍ର ପୁତ୍ର ବର୍ତ୍ତମାନ ଆମ ସମସ୍ତେ ଯୁଦ୍ଧ ଭିତରେ ଦଣ୍ଡାୟମାନ। ତ ଅର୍ଜୁନଙ୍କ ସମ୍ମୁଖରେ ହିଁ ଏମିତି କିଛି ପରିସ୍ଥିତି ଆସିଛି ଯୋଉଠି କି ସେ ସମ୍ପୂର୍ଣ୍ଣ ଭାବରେ ମାନେ କଣ କରିବେ ଜାଣିପାରୁନାହାନ୍ତି। ତ ସେ ସମୟରେ ଶ୍ରୀକୃଷ୍ଣ ବୋଧହୁଏ ତାଙ୍କୁ ଆଗକୁ ମାର୍ଗ କିଛି ଦର୍ଶନ କରିବେ। ଏବଂ ଶ୍ଲୋକର ଭାବାର୍ଥ ମଧ୍ୟ ଅଛି। ଆପଣ ଟିକେ ସମରାଇଜ କହିଲେ ପ୍ରଭୁ ଭଲ ହବ। ଜୟପ୍ରକାଶ। ଆଜ୍ଞା ପ୍ରଭୁଜୀ ହରେ କୃଷ୍ଣ। ହରେ କୃଷ୍ଣ। ତମେ କୁହ। ଆଜ୍ଞା ପ୍ରଭୁଜୀ, ପ୍ରଭୁ ଯେମିତି କହିଲେ କି ଆମର ସେଥିରୁ କନକ୍ଲୁଜନ ବାହାରିଛି କି ଯେମିତି ଆମର ଭୌତିକ ଭୌତିକ ମାନେ କର୍ମ ଆଉ ଆମର ଆଧ୍ୟାତ୍ମିକ କର୍ମ ଦିଟାଙ୍କୁ ମାନେ ବାଲାନ୍ସ କରିକି ଇଏ କରିବାର ଅଛି। ତାର ଅର୍ଜୁନଙ୍କର ବି ମଧ୍ୟ ସେଇ ମନୋଭାବ ପୋଷଣ ହେଇଥିଲା ଯୁଦ୍ଧ କ୍ଷେତ୍ରରେ। ସେ ମାନେ କୋଉଟା କରିବେ ଭାବି ପାରୁନଥିଲେ। ସେଥିପାଇଁ ତାଙ୍କୁ ଶ୍ରୀକୃଷ୍ଣ ତାଙ୍କୁ ଆଗକୁ ମାନେ ତାଙ୍କୁ ଗୁରୁ ମାନେ ସେ ପୂର୍ବରୁ ସଖା ଭାବେ ତାଙ୍କୁ ବ୍ୟବହାର କରୁଥିଲେ, ତାପରେ ସେ ଗୁରୁ ହେଇକି ବ୍ୟବହାର କଲେ। ସେ ତ ସେଥିପାଇଁ ଏତିକି। ହରେ କୃଷ୍ଣ। ଯେ ଆପଣ ଟିକେ କହିବେ। ଆଜ୍ଞା ଉମେଶ ପ୍ରଭୁ କହିଲ। ହରେ କୃଷ୍ଣ ପ୍ରଭୁଜୀ। ହରେ କୃଷ୍ଣ। ହଁ, ଅର୍ଜୁନଙ୍କ ଭଳି ଆମେ ସମସ୍ତେ ଗୋଟେ ଏମିତି ଡୁଆଲିଟିରେ ପଡିଥାଉ ମଝିରେ ମଝିରେ। ମାନେ କରିବି କି କରିବିନି, ଏଟା କଲେ ଭଲ ହବ ସେଟା କଲେ ଭଲ ହବ। ତ ସମସ୍ତେ ଗୋଟେ ଗୋଟେ ଡୁଆଲିଟିରେ ପଡିଥାନ୍ତି। ତ ଅର୍ଜୁନ ଏ ଶ୍ଲୋକରେ ଅର୍ଜୁନଙ୍କ ସେଇ ଜିନିଷ ଟା ଦେଖା ଯାଉଛି କି ସେ କହୁଛନ୍ତି ମୁଁ ଯୁଦ୍ଧ କରିବି ନା କରିବିନି। କରିବିନି କଣ ପାଇଁ, ତାଙ୍କ ଇଚ୍ଛା କଣ ପାଇଁ ନାହିଁ କରିବା ପାଇଁ କି ଯୁଦ୍ଧ ମାନେ କରିବାର ଇଚ୍ଛା କଣ ପାଇଁ ନାହିଁ, କାରଣ ସେ ଭାବୁଛନ୍ତି ଯୁଦ୍ଧ କଲେ ବହୁତ ସବୁ କ୍ଷତି ହବ। ସେ ରିଜନ ଦଉଛନ୍ତି କି ଫ୍ୟାମିଲି ଟ୍ରାଡିସନ ଲସ୍ ହବ ଆଣ୍ଡ ବହୁତ ସାରା 5ଟା ରିଜନ ଦଉଛନ୍ତି। ତାପରେ ଯଦି କରିବେ ତ କଣ ହବ, କହିବେ ନା ଯଦି କରିବି ଯୁଦ୍ଧ ତାହେଲେ ମୁଁ ବଞ୍ଚି ପାରିବିନି। କାରଣ ସେମାନେ ତାଙ୍କ ସୁପିରିୟର ମାନେ ଦ୍ରୋଣାଚାର୍ଯ୍ୟ ଆଉ ଭୀଷ୍ମ ଏମାନେ ସବୁ ତାଙ୍କ ସୁପିରିୟର। ତାଙ୍କ ଧର୍ମରେ ମାନେ ଶାସ୍ତ୍ରରେ ବି ଲେଖା ହେଇଛି କି ବଡ ମାନଙ୍କୁ ରେସପେକ୍ଟ କରିବା କଥା। ଆଣ୍ଡ ସେ ଯଦି ଯୁଦ୍ଧ କରିବେ ତ ତାପରେ ସେ ଯୋଉ ତାଙ୍କର ଆତ୍ମଗ୍ଲାନିରେ ସେ ବଞ୍ଚି ପାରିବେନି। ତାଙ୍କ ଯୋଉ ମାନେ ଯୋଉ ବିଜୟ ଟା ସେଇଟା ପୁରା ମାନେ ରକ୍ତରେ ଲେଖା ହେଇଯିବ କି ସେ ତାପରେ ଆଉ ସହିପାରିବେନି ଆଣ୍ଡ ସେ ବି ବଞ୍ଚି ପାରିବେନି। ତ ସେ ଦ୍ୱନ୍ଦରେ ପଡି ଯାଇଛନ୍ତି ମୁଁ ଯୁଦ୍ଧ କରିବି କି କରିବିନି। ହରେ କୃଷ୍ଣ। ହରେ କୃଷ୍ଣ। ବହୁତ ବଢିଆ ସୁନ୍ଦର ପ୍ରଭୁ କହିଲେ କି ଦ୍ୱନ୍ଦରେ ଅର୍ଜୁନ ଭଳିଆ ଆମେ ବି ସମସ୍ତେ ଦ୍ୱନ୍ଦରେ ହିଁ ଅଛେ। ଉତ୍ତମ ପ୍ରଭୁ ଅନୁମତି କରି କହିବ। ହରେ କୃଷ୍ଣ। ଅର୍ଜୁନ ଏଠି ପ୍ରଭୁ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି, ସେ ଯୁଦ୍ଧ କରିବେ କି ନାହିଁ। ତୁମ ଆଉ ସେ ଭିଡିଓ ଜଣେ ଟା ଅନ୍ ହଉଛନ୍ତି କର ଗୋଟେ ଆଗ। ବିଶିଷ୍ଟ ହରେ କୃଷ୍ଣ। ଉତ୍ତମ ପ୍ରଭୁ ତମ ଭିଡିଓ ଅନ୍ କରିଛ। ଟାୱାର ସେମିତି ଆସିଥିଲେ ତ ମୁଁ ସେଟା ଅନ୍ କରୁନଥିଲି। ନା ଠିକ ଅଛି। ସେ ସେ ଜଣେ ବିଶିଷ୍ଟ ଜ୍ଞାନୀ ଥିଲେ। ଆଉ ସେ ସେ କଣ କରିବେ, ମାନେ ସେ ପୁର ଦ୍ୱନ୍ଦରେ ପଡିଛନ୍ତି କଣ ଯୁଦ୍ଧ କଲେ କଣ ଅସୁବିଧା ହବ କଣ ନାହିଁ। ତାଙ୍କ ଆତ୍ମୀୟ ସ୍ୱଜନକୁ ମାରିକି ସେ ସିଂହାସନ ଆରୋହଣ କରିବେ, ସେ ବିଷୟରେ ସେ ପଢିଛନ୍ତି। ଆଉ ଆମ ମଧ୍ୟ ସେମିତିଆ ବହୁତ ଗୁଡାଏ ଡବଲ ମୋଡରେ ଆମେ ପଡିଯାଉ। ସେ ଆମେ କରିବା କଣ ନାହିଁ ନିତ୍ୟ ଜୀବନରେ ମାନେ ଭକ୍ତି ଜୀବନ ଆଗକୁ ଆସିବାକୁ ହେଲେ ବହୁତ ପ୍ରକାର ନିୟମ ଅଛି। ମୁଁ ମାନି ପାରିବି କି ନାହିଁ, ଉପରେ ଚଲି ପାରିବି କି ନାହିଁ, ଏଇ ଦ୍ୱନ୍ଦରେ ପଡିଥାନ୍ତି ଲୋକ। କିନ୍ତୁ ସେ ଭଗବାନଙ୍କ ଆଶୀର୍ବାଦରୁ ଯୋଉ ଆସନ୍ତି ସଦ୍ଗତି ହୁଏ। ଆଉ ସବୁବେଳେ ଚେଷ୍ଟା କରିବା ସେ ଏଠି ତାଙ୍କୁ ଗୁରୁ ଭଳି ତାଙ୍କ हरे कृष्णा प्रभु जी सडनली नेटवर्क प्रॉब्लम प्रोग्राम कला ହରେ हाँ हरे कृष्ण କୃଷ୍ଣ ପ୍ରଭୁ। हाँ हाँ कौन ତାଙ୍କର ଦୃଢ ବିଶ୍ୱାସ ଅଛି ଯେ ସେ ତାଙ୍କର ସେ ଶ୍ରୀକୃଷ୍ଣ ଭଗବାନଙ୍କର ଉପଦେଶଟିକୁ ନେଇ ସେ ଆଗକୁ ବଢିବେ। ଆଉ ଆମର ଯେମିତି ଇନ୍ଦ୍ରିୟ ମାନଙ୍କୁ ଯେମିତିଆ ଆମେ ଆୟତ୍ତ କରିକି ଏଇ ଭକ୍ତି ଜୀବନକୁ ଆଗେଇଲେ ହିଁ ଆମେ
ଜ୍ଞାନ ଆଉ ଭକ୍ତି ଉପରେ ଆଗେଇ ପାରିବା। ହରେ କୃଷ୍ଣ ପ୍ରଭୁ। हरे कृष्ण। तो बहुत सुंदर भाव प्रभु जी मेंशन करछंदी कि आमे इंद्रिय मानक संयत करिकी ये जो डुअलिटी अछि ता विवाद विद्रोह प्रभु तो अछंदी प्रभु तो आगे ये से ଆଉ ଟିକେ ଭଲସେ ବୁଝେଇ ଦିଅନ୍ତୁ ଆଉ। अच्छा प्रभु जी एटी हमर विवाद विद्रोह प्रभु अछंदी हाउस प्रोग्राम सेवा अछंदी तो प्रभुଙ୍କର ଅନୁମତି କ୍ରମେ छोटे दिन से शेयर करबा ପାଇଁ ଚାହିଁବି कि बहुत दिन तले डिवोटी जस्ट बॉडिंग डिवोटी स्टार्ट करबा ପାଇଁ जे भक्ति स्टार्ट करबा ପାଇଁ चाहिए तो ये गोटे पिला को भल पाउथिले एमते तो से चाहिले कि ମୁଁ भक्ति କରିବାର ଅଛି तो ମୁଁ ତାଙ୍କୁ କହିଲି ऑप्शन देली आइदर यू लव कृष्णा और यू लव दैट अदर पर्सन ତେଣୁ ସେ କହିଲେ कि ठीक अछि मते ମୁଁ भगवान को तो निश्चय भल पाइबी किंतु यदि भौतिक दुनिया रे जो भल पाइबा अछि गोटे पुआ और झियो भितरे तो से भल पाइबा या पर मो पिता माता बापा माँ को भल पाइबा ए भल पाइबा मुक्त हेबे अर्थात ମୁଁ ତାଙ୍କୁ ଭଲ ନ ପାଇକି ରହିପାରିବିନି ଯେତେବେଳେ ଆମେ ମାନେ କେହି ବି ସବୁ ଭକ୍ତି କରନ୍ତି ଯେତେବେଳେ ପ୍ରଭୁପାଦଙ୍କର କଥା ଅନୁସାରେ ସାରା ସଂସାରର ସବୁ ଲୋକ ଏପରିକି ଆମ ମନ ମଧ୍ୟ ସବୁ ଲୋକ ଗୋଟେ ସାଇଡ ରେ ରୁହନ୍ତି ଆଉ ଗୋଟେ ସାଇଡ ରେ ଆମେ ହିଁ ଥାନ୍ତି ଆମ ସାମ୍ନାରେ ଗୁରୁଦେବ ଥାନ୍ତି ପ୍ରଭୁପାଦ ଥାନ୍ତି ଅନ୍ୟ ଭକ୍ତ ମାନେ ଥାନ୍ତି ପୁରା ଅଲଗା ଅଲଗା ତ ସେମାନେ ପାରିବାରିକ ଲୋକ ସାଂସାରିକ ଲୋକ ସେମାନେ ଆମକୁ ସବୁବେଳେ ଟାଣୁଥାନ୍ତି ତୁମେ ଆମ ପାର୍ଟିରେ ଜଏନ କର ଆମ ପାର୍ଟିରେ ଜଏନ କର ବୋଲି ତେଣୁ ଆମ ମନରେ ଗୋଟେ ସତ ସଫ୍ଟ କର୍ଣ୍ଣର ଥାଏ ଏଠି ଅର୍ଜୁନ କହୁଛନ୍ତି ନା कि ଅ, ତାଙ୍କର ହାରିବାଟା ବି ସେଥିରେ ସେମାନେ ଯଦି ଧୃତରାଷ୍ଟ୍ରର ପିଲାମାନଙ୍କୁ ଯଦି ମୁଁ ମାରିଦେବି ତାହେଲେ ସେମାନଙ୍କର ହାରିବାଟା ବି ମୋର ହାର ବୋଲି ମନାଯିବ ତ ଆମ ମାନଙ୍କ ଭିତରେ ସତ ସଫ୍ଟ କର୍ଣ୍ଣର ଥାଏ ସଫ୍ଟ କର୍ଣ୍ଣର ଟା କଣ ମାୟା ପ୍ରତି ଆମେ ଅଧିକ ଇନକ୍ଲାଇନ ଥାନ୍ତି ସେଥିପାଇଁ ଆମେ ଏମିତି ଆରେ ଇଏ ତ ମୋ ନିଜ ଲୋକ ଏ ସାଂସାରିକ ଲୋକ ମୋର ପିତା ମାତା ବନ୍ଧୁ ବର୍ଗ ସମସ୍ତେ ମୋର ଲୋକ ତ ୟାଙ୍କ ସୁଖ ଦୁଃଖରେ ମତେ ସାଥି ହେବାର ଅଛି ଆଉ ୟାଙ୍କର ବିଜୟ ଭୌତିକ ଜଗତରେ ସାଂସାରିକ ରୂପରେ ୟାଙ୍କର ବିଜୟ ହିଁ ମୋର ବିଜୟ ବୋଲି ସେଇ ଜାଗାରେ ଆମେ ଫସି ଯାଆନ୍ତି ତେଣୁ ମାୟାରେ ପଡିଥିବା ଲୋକ ଏଠି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ମାୟାରେ ପକେଇଛନ୍ତି ଅର୍ଜୁନ ଜଣେ ଭଗବାନଙ୍କ ଶୁଦ୍ଧ ଭକ୍ତ କିନ୍ତୁ ଭଗବାନଙ୍କର ନିର୍ଦ୍ଦେଶ କ୍ରମେ ଭଗବାନଙ୍କର ନିଜ ପ୍ଲାନ ଅନୁସାରେ ଅର୍ଜୁନଙ୍କୁ ଏଠି ସେ ମାୟାରେ ପକେଇଛନ୍ତି କିନ୍ତୁ ଗୋଟେ ଲୋକ ଯେତେବେଳେ ମାୟାରେ ପଡିଛି ତ ସ୍ୱତଃ ମାୟା ହିଁ ଆଉ ଗୋଟେ ମାୟାକୁ ଆକୃଷ୍ଟ କରିପାରେ ମାନେ ଗୋଟେ ମାୟାରେ ଦିନେ ପଡିଛି ଯେମିତି ପାଣି ଭିତରେ ଗୋଟେ ଲୋକଟେ ବୁଡି ଯାଉଛି ତ ତାକୁ ଯଦି କିଏ ଉଦ୍ଧାର କରିବା ପାଇଁ ଚାହିଁବ କି ଯେମିତି ସ୍ୱତଃ ଖାଲି ଉଦ୍ଧାର କରିବା ପାଇଁ ଯିବ କିଛି ଦୌଡି ପୋଡି ନ ନେଇକି ସେତେବେଳେ ସେ ତାକୁ ଟାଣିଦବ ତ ମାୟାରେ ପଡିଥିବା ଲୋକ ସବୁବେଳେ ସେ ଚାହିଁବ ଆଉ ଜଣଙ୍କୁ ଟାଣିବା ପାଇଁ ମାୟାକୁ ତ ସେତିକି ସଫ୍ଟ କର୍ଣ୍ଣର କୁ ଆମକୁ ମେଣ୍ଟେନ କରିବାର ଅଛି ସରି ଡାଇଭର୍ଟ କରିବାର ଅଛି କୋଉଠିକି ଗୁରୁଦେବଙ୍କ ପାଖକୁ ପ୍ରଭୁପାଦ ଏଠି ଲେଖୁଛନ୍ତି कि he was truly virtuous ଯଦି ଆମ ପାଖରେ ଟିକେ ବି ଭଲ ଗୁଣ ଥିବ ଏଥିରେ ଆମର ଭକ୍ତି ସ୍ୱୀକୃତି ଥିବ ତାହେଲେ ଆମେ କଣ କରିବା as these qualities combined with his faith in words of instruction of Shri Krishna as a spiritual master ଏଟା ଗୁରୁଦେବଙ୍କର ଯାହା ବାଣୀ ଅଛି ଆମ ପ୍ରତି ତାକୁ ଯଦି ଆମେ ଗ୍ରହଣ କରିବା ପାଇଁ ଟିକେ ଶ୍ରଦ୍ଧା ଥିବ ତାହେଲେ ଆମେ ସେଇଠି ଷ୍ଟପ୍ ହେଇକି ରହିଯିବା ଆମେ ଯୋଉ ସଫ୍ଟ କର୍ଣ୍ଣର ଅଛି ଇନକ୍ଲିନେସନ ଅଛି ମାୟାରେ ପୁନଃ ପତିତ ହେବା ପାଇଁ ଆଉ ସେମାନେ ନିଜ ଲୋକ ହିଁ ହେଇଥାନ୍ତି ତେଣୁ ସେଥିରୁ ଆମେ ବଞ୍ଚି ପାରିବା ତେଣୁ ସେମାନେ ସବୁବେଳେ ଟାଣୁଥିବେ ଆମେ ସେଥିରୁ ମୁକ୍ତ ହେବା ପାଇଁ ଗୁରୁଦେବଙ୍କୁ ଶରଣ ନଉଥିବା ତ ଏଇଟା ପ୍ରଭୁପାଦ ଏଠି ତାତ୍ପର୍ଯ୍ୟରେ ଦିଟା ଜିନିଷ ମେନସନ କରିଛନ୍ତି ଗୋଟେ ହେଲା ଅର୍ଜୁନ କେମିତି ମାୟାରେ ପଡୁଛନ୍ତି ଯେ ଯାହା ଦ୍ୱାରା ଆମେ ଭକ୍ତି ଜୀବନରୁ ଶିକ୍ଷା କରିପାରିବା ଆଉ ଅର୍ଜୁନଙ୍କର ଭଲ ଗୁଣ କେମିତି ଡେଭଲପ ହଉଛି ଆଉ ପ୍ରଥମେ ଯଦି ଆମେ ଦେଖିବା ଅର୍ଜୁନ କେମିତି ମାୟାରେ ପଡୁଛନ୍ତି ସେଇଠି ଆମ ଜୀବନରେ ଆମେ ତାର ପ୍ରାସଙ୍ଗିକତାକୁ ଦେଖିପାରିବା कि बहुत समय आमे भी कंफ्यूज थांती एंड प्रभु जी उमेश प्रो मेंशन कले डुअलिटी द्वंद्वरे थांती भक्तिर अंग पालन करबा हमकु ठीक इंटेंशन दरकार कि हम भगवान को प्रसन्नता पाई भक्ति करे अछि किंतु इंटेंशन सहित यदि कि सेतिकी इंटेंसिटी हमें डेवलप करि परिबानी भक्तिर विभिन्न अंग को पालन करया पाई केतेबेले कोन आमे माया प्रति हमर सॉफ्ट कर्नर रहिबो तो सेतिकी सॉफ्ट कर्नर को हमकु कट करयार अछि काटिबार अछि तेणु हमकु कोन करयार थाए ଯେତେବେଳେ ଏଭଳିଆ ଡୁଆଲିଟି ଆସେ ଆମେ ଚାହାନ୍ତି କି ନାଇଁ ଏମାନେ ସବୁ ମୋର ନିଜ ଲୋକ ୟାଙ୍କର ଖୁସିରେ ହିଁ ମୋର ଖୁସି ୟାଙ୍କୁ ଦୁଃଖ ଦେଇକି ପ୍ରାୟ ଲୋକ କୁହନ୍ତି ବାପା ମାଙ୍କୁ ଦୁଃଖ ଦେଇକି ତମେ ଥୋଡି ନା ମୁକ୍ତ ହେଇପାରିବ ଆମେ ଆମ ମନରେ ସେଟା ଅଛି ସେ ସତ କଥା ତ ବାପା ମାଙ୍କୁ ଭକ୍ତ ମାନେ ଆଶୀର୍ବାଦ ନ ନେଇକି ଆମେ ଥୋଡି ନା ମୁକ୍ତ ହବା ଆମେ ହେଇପାରିବାନି
କିନ୍ତୁ ବାସ୍ତବରେ ସେଇ ବାପା ମା ହିଁ ବାପା ମା, ଯେମିତି ଆମର କାଳିନ୍ଦୀ ପ୍ରଭୁ କହିଲେ କି ବାପା ମା ଯଦି ଆମକୁ ଭକ୍ତି ଉନ୍ମୁଖୀ ମାର୍ଗରେ ଆମକୁ ନଉଛନ୍ତି ତାହେଲେ ସେ ପ୍ରକୃତ ବାପା ମା। ଯଦି ସିଏ ବି ମାୟାରେ ଅଛନ୍ତି ତାହେଲେ ଆମର କର୍ତ୍ତବ୍ୟ କଣ, ଆମେ ତାଙ୍କୁ ଉଦ୍ଧାର କରିବାର ଅଛି। ତ ଉଦ୍ଧାର କରିବା ଭିତରେ ଏମିତି ଅପରେସନ କଲା ବେଳକୁ କିଛି କଷ୍ଟ ହୁଏ, କିଛି ଆନେସ୍ଥେସିଆ ଦିଆ ହୁଏ, ସେମିତି ପନିଶମେଣ୍ଟ ସିଷ୍ଟମ ଟାଇପର ଥାଏ। ତେଣୁ ସେଥିପାଇଁ ପୁରା ସିଷ୍ଟମକୁ ଆମେ ଯେତେବେଳେ ବୁଝିବା ପାଇଁ ଚେଷ୍ଟା କରୁ, ତ ଆମେ ଯେତେବେଳେ ଭୌତିକ ଜଗତରେ ଭକ୍ତିର ଅଙ୍ଗ ପାଳନ ଭକ୍ତି ମାର୍ଗକୁ ଆସିଲେଣି ଏଠି, କିନ୍ତୁ ଅଙ୍ଗ ଯେତେବେଳେ ପାଳନ କରିବା ପାଇଁ ଆମକୁ କଷ୍ଟ ହୁଏ, ଆମେ କନଫ୍ୟୁଜ ହୁଅନ୍ତି, ଆମ ମନ ଆମ ସହିତ ମ୍ୟାନିପୁଲେଟ କରିବା ପାଇଁ ଚେଷ୍ଟା କରେ, ସେତେବେଳେ ଆମକୁ ଷ୍ଟିକ୍ କରିବାର ଅଛି ଗୁରୁଦେବଙ୍କ ବାଣୀରେ। ତ ଏଇଠି ଆମର ନିଜର ମନ ହିଁ ଆମ ସାମ୍ନାରେ ଠିଆ ହେଇଥିବ, ନିଜ ଲୋକ ହିଁ ଆମ ସାମ୍ନାରେ ଠିଆ ହେଇଥିବ। ଆମେ ଭାବୁଥିବା ନାହିଁ ମନ କହୁଛି, ମନକୁ ଆମେ ପରାସ୍ତ କରିକି ପୁଣି ଆଗକୁ ଯାଇପାରିବା, ମନ ଯୋଉଟା କହୁଛି ସେଟା କରିବା। ଧୀରେ 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 ଆମେ ପୁଣି ମାୟାର ଗର୍ଭକୁ ଟାଣି ହେଇଯିବା। ତେଣୁ ଏଠି ପ୍ରଭୁପାଦ କହୁଛନ୍ତି ଯେହେତୁ କୃଷ୍ଣଙ୍କର ମାନେ ଶୁଦ୍ଧ ଭକ୍ତ ହିସାବରେ ଅର୍ଜୁନ ନିଜର ଏଇ ଭଲ ଗୁଣକୁ ଡେଭଲପ କରିପାରୁଛନ୍ତି, କେମିତି ନା ବହୁତ ଲୋକ ତ ଅବଜର୍ଭ କରିପାରନ୍ତି ଏତେ ସବୁ ଜିନିଷ ହଉଛି ବୋଲି, କିନ୍ତୁ ଅର୍ଜୁନ ଆଜି ସେ ଅବଜର୍ଭ କରିପାରୁଛନ୍ତି ଡବଲ ସାଇଡ। ମାୟା ଭିତରେ ପ୍ରବେଶ କଲେ ସେ ଭାବୁଛନ୍ତି କି ତାଙ୍କର ପରାଜୟ ବି ମୋର ପରାଜୟ ହେଇଯିବ, ଆଉ ନିଜେ ମାୟାରୁ ବାହାରିକି ଆସିବା ପାଇଁ ଚାହୁଁଛନ୍ତି, କାହିଁକିନା ସେ ଭଗବାନଙ୍କର ଭଲ ସୁନ୍ଦର ଭକ୍ତ, ଆଉ ଯିଏ ନିଜର ମନ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିପାରୁଛନ୍ତି। ସେଇଟା ପୁଣି ଗୁରୁଦେବଙ୍କର ଭଗବାନ ତାଙ୍କୁ ସେ ଗୁରୁ ରୂପେ ଗ୍ରହଣ କରୁଛନ୍ତି, ସେତେବେଳେ ହିଁ ସେ ସବୁ ଏସବୁ ଜିନିଷ ତାଙ୍କର ଭଲ ଗୁଣ ଆବିର୍ଭାବ ହେଇପାରୁଛି। ପ୍ରଭୁପାଦ ସେଇ ଭାବାର୍ଥରେ କହିଲେ କି he is fit for liberation। ଯଦି unless senses are control, ଯଦି ଆମେ ଇନ୍ଦ୍ରିୟକୁ ସଂଯମ ନ କରିବା ତ କୌଣସି ପ୍ରକାର ଆଧ୍ୟାତ୍ମିକ ମାର୍ଗରେ ପ୍ରଗତିର କୌଣସି ପ୍ରକାର ଚାନ୍ସ ନାହିଁ, ସୁଯୋଗ ବି ନାହିଁ। ଆଉ ଯୋଉ ଜ୍ଞାନ ଏବଂ ଭକ୍ତି ବଳରେ ଆମେ କେବେ ବି ଏଇ ଭୌତିକ ଧରାତଳରୁ ଉଦ୍ଧାର ପାଇପାରିବା ନାହିଁ। ତେଣୁ ଅର୍ଜୁନ ୱାଜ କମ୍ପିଟେଣ୍ଟ ୱିଥ ଅଲ ହିଜ ଆଟ୍ରିବ୍ୟୁଟ। ଅର୍ଜୁନ ଯଦି ବା ଏ ସମସ୍ୟାରେ ପଡି ଯାଇଥିଲେ, କିନ୍ତୁ ତାଙ୍କର ଭଲ ଭଲ ଗୁଣ ଥିଲା, ବୈଷ୍ଣବ ଗୁଣ ଥିଲା। ଆଉ ଏଇଠି ଗୋଟେ ସୁନ୍ଦର ଜିନିଷ ପ୍ରଭୁପାଦ ଭାଗବତରେ ମେନସନ କରୁଛନ୍ତି କି ଅର୍ଜୁନ କାହିଁକି ଅନ୍ୟ ପ୍ରତି, ଏଠି ଟିକେ କଣ ଗୋଟେ ଲାଇନ ଅଛି, ଅର୍ଜୁନଙ୍କର ତାଙ୍କର ପରିବାର ଜନ ପ୍ରତି ସଫ୍ଟ କର୍ଣ୍ଣର ଟା ତାଙ୍କର ଭୌତିକ ଆସକ୍ତି ହେଇପାରେ ଯେତେବେଳେ ଭଗବାନ ତାଙ୍କୁ ମାୟାରେ ପକଉଛନ୍ତି। ଅର୍ଜୁନଙ୍କର ସେଇ ସଫ୍ଟ କର୍ଣ୍ଣର ଟା ବୈଷ୍ଣବତା ଦୃଷ୍ଟିରୁ ଏଟା ପର ଦୁଃଖ ଦୁଃଖୀ ବି ହେଇପାରେ। ତ ଆମକୁ ଗ୍ରହଣ କରିବାର ଅଛି ଦିଟା ମୁଡ। ଆମେ ଯେତେବେଳେ ଭକ୍ତି କରୁଛେ ଆମର ଯୋଉ ସଫ୍ଟ କର୍ଣ୍ଣର ମାୟା ପ୍ରତି ଅଛି ତାଠୁ ଦୂରରେ ରହିବାର ଅଛି। ଆଉ ଯେତେବେଳେ ଆମେ ଭକ୍ତିକୁ ଆହୁରି ସୁନ୍ଦର ଭାବରେ କରିବାକୁ ଯାଉଛେ, ତ ଅର୍ଜୁନଙ୍କର ଯୋଉ ସଫ୍ଟ କର୍ଣ୍ଣର ଅଛି, ମାୟା ଯୋଉମାନେ ମାୟାରେ ବଦ୍ଧ ହେଇକି ଅଛନ୍ତି ତାଙ୍କୁ ମୁକ୍ତ କରିବା ପାଇଁ ସେ ଯେତେବେଳେ ବୈଷ୍ଣବତା ଦୃଷ୍ଟିରେ ପର ଦୁଃଖୀ ଦୁଃଖୀ ହଉଛନ୍ତି। ତେଣୁ ଅର୍ଜୁନଙ୍କ ପାଖରେ ଯେ ସୁନ୍ଦର ସୁନ୍ଦର ଗୁଣ ଗୁଡା ଅଛି, ତ ତାଙ୍କୁ ସିଏ ଭଗବାନଙ୍କର ଏଇ ଭକ୍ତି ପଥରେ ଯିବା ପାଇଁ ତାଙ୍କୁ ଆହୁରି ପ୍ରେରିତ କରିପାରେ। ଏସବୁ ଜିନିଷରେ ଆମେ ମୁଖ୍ୟତଃ ଦିଟା ଜିନିଷ ଶିକ୍ଷା କରିପାରିବା କି ଆମକୁ ଏ ସଫ୍ଟ କର୍ଣ୍ଣର ଯୋଉ ଜିନିଷଟା ଅଛି ଆମର ପରିବାର ପ୍ରତି, ଆମର ଯୋଉମାନେ ପରିଜନ ରହିଲେ ସଫ୍ଟ କର୍ଣ୍ଣର ରହିବ, କିନ୍ତୁ ଭକ୍ତିକୁ ଅବରୋଧ କରିକି ନୁହେଁ, ଭକ୍ତିକୁ ନେଇକି ଆମେ କରିପାରିବା। ପିତାମାତା ଆମ ସମସ୍ତଙ୍କର ଆତ୍ମୀୟ ଲୋକ, ତେଣୁ ଆମେ ତାଙ୍କୁ ବି ଭକ୍ତ ବନେଇ ପାରିବା। କିନ୍ତୁ ସେମାନେ ଯେତେବେଳେ ଆମକୁ ଭକ୍ତି ପଥରେ ବାଧା ଦଉଛନ୍ତି, ସେତେବେଳେ ସେଇ ସଫ୍ଟ କର୍ଣ୍ଣର ଟା ଆମ ପାଇଁ ଭୟାବହ ସାବିତ ହେଇଯାଉଛି। କିନ୍ତୁ ଜଣେ ବୈଷ୍ଣବତା ଦୃଷ୍ଟିରୁ ଏ ଗୁଣ ବି ଆମକୁ ମେଣ୍ଟେନ କରିବାର ଅଛି, ଅନ୍ୟ ପ୍ରତି ଦୟାର ମନୋଭାବ, ଅନ୍ୟ ପ୍ରତି ବୈଷ୍ଣବତାର ଗୁଣର ମନୋଭାବ, ପର ଦୁଃଖେ ଦୁଃଖୀ। ତ ଅର୍ଜୁନଙ୍କର ଯୋଉ ସମସ୍ୟା ଅଛି, ଦ୍ୱନ୍ଦ ଅଛି କି କେମିତି ସଂସାର ଚକ୍ରରୁ ଉଦ୍ଧାର ପାଇବେ, କେମିତି ଏଇ ଯୁଦ୍ଧକୁ ଲଢିବେ ଭଗବାନଙ୍କର ପ୍ରସନ୍ନତା ପାଇଁ, ତ ଏଇଟା ପ୍ରଭୁପାଦଙ୍କର କହିବାର କାରଣ ଥିଲା। ଯେମିତି ଆମର ଉମେଶ ମେନସନ କଲେ, ଏଟା ପଞ୍ଚମ କାରଣ, ଫିଫ୍ଥ କାରଣ କିଂ କର୍ତ୍ତବ୍ୟ ବିମୂଢ ହେଇଥିଲା। ତ ଆମକୁ ଭକ୍ତିରେ କିଂ କର୍ତ୍ତବ୍ୟ ବିମୂଢ ହବାର ନାହିଁ, ଆମେ ସବୁବେଳେ ଭଗବାନଙ୍କ ପ୍ରତି ଇନକ୍ଲାଇଣ୍ଡ ହବାର ଅଛି, ନା କୌଣସି ଗ୍ରସ କିମ୍ବା ସଫ୍ଟ ଉପରେ ମାୟା ପ୍ରତି। ହରେ କୃଷ୍ଣ। କିଛି କିଛି ବୁଝିହେଲା ନା ଆଉ କିଛି ଅବଜରଭେସନ ଆଉ କାହାର ଅଛି ସେୟାର କରିପାରିବ? ତ ପ୍ରଭୁ ଯେହେତୁ ସେବାରେ ରହିଯାଇଛନ୍ତି, ପ୍ରଭୁ ନେକ୍ସଟ ଟାଇମ ସେସନ ଆଟେଣ୍ଡ କରିବେ। ଉମେଶ ପ୍ରଭୁ କିଛି ବୁଝିହେଲା ନା କିଛି ପ୍ରଶ୍ନ ଅଛି କାହାର? ଆଜ୍ଞା ପ୍ରଭୁ ବୁଝିଗଲା। ତ ଏଇଠି ମୁଖ୍ୟ ଜିନିଷ କହିଲି କି ସଫ୍ଟ କର୍ଣ୍ଣର ମେଟେରିଆଲ ଆଟାଚମେଣ୍ଟ ପାଇଁ ହେଇପାରେ କିମ୍ବା ଆଜ ଏ ବୈଷ୍ଣବ ସ୍ପିରିଚୁଆଲ କ୍ୱାଲିଟି ହେଇପାରେ। ଏ ଦିଟା ଜିନିଷ ଆମକୁ ଜଗିବାର ଅଛି, କାହିଁକିନା ସୂକ୍ଷ୍ମ ରୂପରେ ମାୟା ବି ତାର ପ୍ରଭାବଟା ପକେଇ ପକେଇ ଯାଉଥିବ। ଆମକୁ ସେ ମାୟାର ସୂକ୍ଷ୍ମ ପ୍ରଭାବରୁ ଆମକୁ ମୁକ୍ତ ହେବାର ଅଛି। ଘର ଲୋକ କହିବେ ନା ମାଛ ମାଂସ ଖାନା ଠିକ ଅଛି, କିନ୍ତୁ ବେଶୀ ଭକ୍ତି ବି କରନା। ମାଛ ମାଂସ ଖାଇବାଟା ଗ୍ରସ୍ ଲେଭେଲରେ, ବେଶୀ ଭକ୍ତି କରନା, ଯେତିକି କରିବାର ଅଛି କର। ତ ସୂକ୍ଷ୍ମ ରୂପରେ ପ୍ରଭାବଟା ସବୁବେଳେ ଆମ ଉପରେ
कौन खंडा झुलला वाला झुलता है आमको ताको ठीक से आइडेंटिफाई करार अछि गुरुदेवଙ୍କର कृपा अनुसार तांकर निर्देश माने कि आ से अनुसार से सब करना डील करार अछि तो एटा हमर बहुत वीकनेस हे परिबो जेतोला हमें भक्ति मार्ग रे प्रगति करिया पई चाहूचे आ एटा हम पई बहुत बड़ सामर्थ्य भी हे परिबो जेतोला हम वैष्णवता गुण पड़े किंतु मोर एंड ओवर एटा तो प्रभुपाद भावार्थ रहला किंतु प्रभुपाद जो जिनसे कहउछंती कि अर्जुन आदि किंग कर्तव्य जानी पारना कौन कर तेणु ସେଥିପାଇଁ ଭଗବାନ ଗୁରୁ ରୂପେ ଅଫିସିଆଲି ଗୁରୁ ରୂପେ ଗ୍ରହଣ କରିବେ କାଲି ସ୍ତୁତରେ ଅଛି ହରେ କୃଷ୍ଣ ସଞ୍ଜୟ ପ୍ରଭୁ ତୁମର କିଛି ମେନସନ କରିବାର ଅଛି ପ୍ରଭୁ ଗୋଟେ କ୍ୱେଶ୍ଚିନ୍ ଥିଲା ଯେମିତି ଆପଣ କହିଲେ ଯେମିତି କି ଆମର ଆମେ ଘର ଲୋକଙ୍କ ସାଙ୍ଗେ ରହିବା କିନ୍ତୁ ମାନେ ସେ ଯୋଉ କଥା କହୁଛନ୍ତି ଆମେ ଡିପଲି ଆଟାଚ୍ ହେବାନି ଆମେ ଚେଷ୍ଟା କରିବା ଭକ୍ତି କରିବା ପାଇଁ ତ ସେଇ ଯୋଉ ମାନେ ସେଇଟାକୁ ଆମେ ଏମିତି ଏକ୍ସାମ୍ପଲ ନେଇପାରିବା କି ଯେମିତି ଆପଣ ଥରେ କହିଥିଲେ ଯେମିତି ଆମର ଦିଟା ଶକ୍ତି ରହୁଛି ଗୋଟେ ହେଲା ଅନ୍ତରାଙ୍ଗ ଶକ୍ତି ଆଉ ଗୋଟେ ହଉଛି ବହିରଙ୍ଗା ଶକ୍ତି ତ ସେଇଭଳିଆ ଆମେ ବହିରଙ୍ଗା ଶକ୍ତି ସହିତ ଅଧିକ ଆଟାଚ୍ ହେଇଯାଉଛେ କିନ୍ତୁ ଆମକୁ ଅନ୍ତରାଙ୍ଗ ଶକ୍ତି ସହିତ ଅଧିକ ଆଟାଚ୍ ହେବାର ଅଛି ଏମିତି ହେଇପାରେ ଏକ୍ସାମ୍ପଲ ଡିଭୋଟି ଆସୋସିଏସନ ଭକ୍ତ ମାନଙ୍କ ସଂଘ ଆମର କରିବାର ଅଛି ଗୋଟେ ଆଟାଚମେଣ୍ଟ ବଢିଲେ ଆଉ ଗୋଟେ ଆଟାଚମେଣ୍ଟ ଧୀରେ ଧୀରେ ଆଉ ଆଟାଚମେଣ୍ଟ ଟେଷ୍ଟ ଟା କମି କମି ଯିବ ତେଣୁ କିନ୍ତୁ ଗୋଟେ ସୂକ୍ଷ୍ମ ରୂପରେ ଥାଏ ପ୍ରଭୁ ସୂକ୍ଷ୍ମ ରୂପରେ ଗ୍ରସ୍ ଲେଭେଲରେ ଘର ଲୋକ କହିଦେବେ ସାଂସନ କରିଦେବେ ତମେ ଭକ୍ତି କର ସୁଧା ନାହିଁ କିନ୍ତୁ ସୂକ୍ଷ୍ମ ରୂପରେ ତାଙ୍କର ମନରେ ଥିବ ବାପା ପୂଜା ବାପା ଜପ କରୁଥିବ କଣ ପାଇଁ କି ମା ଜପ କରୁଥିବ କଣ ପାଇଁ କି ନାଇଁ ନାଇଁ ପିଲା ଘର ଛାଡି ନ ଯାଉ ଏ ବହୁତ କଥା ଅଛି ସେଥିରେ ତେଣୁ ସୂକ୍ଷ୍ମ ରୂପରେ ଯୋଉ ଜିନିଷ ଗୁଟା ରହିଲା ସେଥିପ୍ରତି ଆମେ ଇନକ୍ଲାଇଣ୍ଡ ହେବା ଦରକାର ଏମିତି ନୁହଁ କି ତାଙ୍କୁ ଧର ମୋ ବାବା ସିଗାରେଟ ଟାଣନ୍ତି ତାଙ୍କୁ ସିଗାରେଟ ପିଇବା ପାଇଁ ଭଲ ଲାଗେ ବୋଲି ମୁଁ ତାଙ୍କୁ ସିଗାରେଟ ଦେବି ନହେଲେ ତାଙ୍କ ମନ କଷ୍ଟ ହବ ସେଇଟା ଜଷ୍ଟିଫାଏଡ ନୁହଁ ବୋଲି ଏ ଶ୍ଲୋକରେ ଡାଇରେକ୍ଟ କୁହାହଉଛି ହେଲା ସଫ୍ଟ କର୍ଣ୍ଣର ଟା ଏଠି ଆପ୍ରୁଭ କରୁନାହାନ୍ତି ଭଗବାନ ମୋ ବାପା ମା ସଂସାର ପ୍ରତି ଆସକ୍ତ ଅଛନ୍ତି କିନ୍ତୁ ସେ ଆସକ୍ତି ଟାକୁ ମୁଁ ବଢାवा ଦେଇପାରିବିନି ଆଉ इन द नेम ऑफ अफेक्शन लव ये सब जिन नारे दे पारे तेणु आमको बुझियार अछि तांकर वास्तव मोर मंगल मु जानिलेनी तांकर मंगल भी ताको मते बुझियार अछि से अनुसार मते डील करार अछि मो परिवार सहित युक्तियुक्त कथा किंतु प्रीतिपूर्ण व्यवहार करके नजे तमे पुणी फसी दिबा ठीक अछि हरे कृष्ण जय प्रकाश हरे कृष्ण प्रभु जी दंडवत तुमने किसी शेयर करिया शेयर किछ करो ପ୍ରଭୁଜୀ ଆପଣ କହିଲେ କି ଆମର ଯୋଉଟା ହଉଛି ଯଦି ମାନେ ପୁତ୍ରର କାମ ହେଲା କି ସେ ଯଦି ଆଧ୍ୟାତ୍ମିକ ଦିଗରେ ଗତି କରୁଛି ବା ମାନେ ଭକ୍ତି ମାର୍ଗରେ ଅଛି ଆଉ ଯଦି ତାଙ୍କ ଘର ଲୋକ ମାନେ କି ବାଧା ସାଧୁଛନ୍ତି କି ତାର ମାନେ ଇଏ ଅଛନ୍ତି ତ ତାଙ୍କୁ ତାର କାମ ହେଲା କି ତାଙ୍କୁ କେମିତି ବୁଝେଇକି ତାଙ୍କୁ ଆଧ୍ୟାତ୍ମିକ ମାର୍ଗରେ ବା ତାଙ୍କୁ ତାଙ୍କର ମାନେ ଉଦ୍ଧାର କରିବା ପାଇଁ ମାନେ ଭକ୍ତି କଣ ତାଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ ଆଉ ସେତେବେଳେ ବି ଯଦି ଆମ ଉପରେ ବି କିଛି ପ୍ରଭାବ ପଡିପାରେ କାରଣ ହଉଛି ଯୋଉ ଆପଣ କହିଲେ ସୂକ୍ଷ୍ମ ଯୋଉ ସୂକ୍ଷ୍ମ ପ୍ରଭାବ ଯୋଉଟା ସେଇଟା ପଡିପାରେ ତ ସେଥିପାଇଁ ତା ଠାରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ସାଧୁ ସଙ୍ଗରେ ରହିବାର ଅଛି ସେଥିପାଇଁ ଚୈତନ୍ୟ ଚରିତାମୃତରେ ମଧ୍ୟ ଅଛି ଯୋଉଟା ଆମର କଣ ସେ ସାଧୁ ସଙ୍ଗ ସର୍ବଶାସ୍ତ୍ର କହେ ଲଭ ମାତ୍ର ସାଧୁ ସଙ୍ଗ ସର୍ବସିଦ୍ଧି হয় ଆଜ୍ଞା ପ୍ରଭୁ ହରେ କୃଷ୍ଣ हरे कृष्ण तेणु जुआड़ी आगु जीवार अच्छी जापर किसी असुविधा ना किंतु एमती कहे प्राय अंटारे दौड़ी बांधिकी जीव अर्थात गुरुदेव पाद पद्म को आमको आश्रय करमको जीवार अच्छे तेणु मायार प्रभाव बचार गोटे ही आश्रय गोटे अम्ब्रेला गुरुदेव पाखे शरणापन्न ठीक अच्छे हम ये रहा नेक्स्ट दिन काली आउट श्लोक वंशाकल्पतरुश्च कृपा सिन्धु पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव भक्तवृंद की जय जगत शील प्रभुपाद की जय ग्रंथराज श्रीमद् भागवतम की जय गौर प्रेमानंद की जय। हरे कृष्ण।